ସମସ୍ତଙ୍କୁ ସ୍ୱାଗତ। ସାହିତ୍ୟ କ'ଣ ସେହି ବିଷୟକୁ ନେଇ ଏକ ଆଲୋଚନା ପରିସରକୁ। ପ୍ରକୃତରେ ସାହିତ୍ୟ ହେଉଛି ଅସୀମିତ, ଯାହାର ଆକାର ଅତି ବିଶାଳ। ସେଥିଲାଗି ସାହିତ୍ୟର ସଂଜ୍ଞା ନିର୍ଦ୍ଧାରଣ କରିବା ଆମ ପକ୍ଷେ ଅସମ୍ଭବ। ଏବେ ପର୍ଯ୍ୟନ୍ତ ବି ସାହିତ୍ୟର ସଂଜ୍ଞାକୁ ଆକଳନ କରିପାରି ନାହାନ୍ତି ସଠିକ୍ ଭାବରେ। ଯାହା ଆମେ ସାହିତ୍ୟକୁ ଯେତେ ମାତ୍ରାରେ ବୁଝିବା ସହ ଗ୍ରହଣ କରିପାରିଛୁ, ତାହା ହିଁ ଆମ ପାଇଁ ଯଥେଷ୍ଟ। ଆମ ହିସାବରେ ସାହିତ୍ୟର ସଂଜ୍ଞା ନିରୂପଣ କରିବା ନିମନ୍ତେ ଆସ ଆମେ ସାହିତ୍ୟ କ'ଣ ଜାଣିବା। ସାହିତ୍ୟର ଶବ୍ଦକୁ ଦେଖିଲେ ସହିତ ଯୁଗ ସ ହେଉଛି ସାହିତ୍ୟ। ସାହିତ୍ୟ ଶବ୍ଦକୁ ଦୁଇଟି ଅର୍ଥରେ ପ୍ରୟୋଗ କରାଯାଇଥାଏ। ତାହା ହେଲା ମୌଖିକ ସାହିତ୍ୟ ଓ ଲିଖିତ ସାହିତ୍ୟ। ସାହିତ୍ୟ ହେଉଛି ମାନବ ଜିଜ୍ଞାସା ବା ଜାଣିବାର ଇଚ୍ଛା ଓ ପ୍ରଚଣ୍ଡ ଜ୍ଞାନୀ ତାର ରସାଳ ଅଭିବ୍ୟକ୍ତ। ସାହିତ୍ୟ ଭିତରେ ଏତେ ରସାଳ ଯୁକ୍ତ ଅମୃତ ତଥ୍ୟ, କଥା, ବିଷୟବସ୍ତୁ ରହିଅଛି ଯେ ତାହା ଯେତେ ପାନ କଲେ ବି ସରିବ ନାହିଁ। ଯାହାକି ସାହିତ୍ୟକୁ ନେଇ ଆହୁରି ଜାଣିବାର ଇଚ୍ଛା, ପାଇବାର ଆଶା ସର୍ବଦା ରହିଥାଏ ସାହିତ୍ୟକୁ ନେଇ ଆମ ଭିତରେ। ଆମ ଭିତରେ ଜାଗ୍ରତ ହେଉଥିବା କୌଣସି ନିଜର ଅନୁଭବକୁ ଯେତେବେଳେ ପ୍ରକାଶ କରିବାକୁ ରୂପାନ୍ତରିତ କରିଥାଉ ଅନେକ ଶବ୍ଦର ସମାହାରରେ, ତାହା ହିଁ ହେଉଛି ସାହିତ୍ୟ। ସାହିତ୍ୟ ସବୁବେଳେ ପରିବର୍ତ୍ତନଶୀଳ। ସେଥିପାଇଁ ସାହିତ୍ୟର ରୂପକୁ ନିର୍ଣ୍ଣୟ କରିବା ବହୁତ କଠିନ। ସାଧାରଣତଃ ସାହିତ୍ୟ ସୃଷ୍ଟି ସମାଜର ହିତସାଧନ ନିମନ୍ତେ ଉଦ୍ଦିଷ୍ଟ ଏବଂ ବିଶ୍ୱ କଲ୍ୟାଣ ହିଁ ସାହିତ୍ୟର ମୂଳ ଲକ୍ଷ୍ୟ। ପ୍ରକୃତରେ କହିବାକୁ ଗଲେ ମଣିଷର ଆବେଗ ଓ ବୁଦ୍ଧି ମିଶ୍ରଣରୁ ସାହିତ୍ୟ ସୃଷ୍ଟି। କିନ୍ତୁ ସତ୍ୟ ଓ ବାସ୍ତବତାର ମିଶ୍ରଣ ହେଲେ ହିଁ ସାହିତ୍ୟ କାଳଜୟୀ ହୋଇଥାଏ। ସାହିତ୍ୟ ମାନବ ଦ୍ୱାରା ସୃଷ୍ଟି ହୋଇଥିଲେ ମଧ୍ୟ ଅପରିସୀମ ଓ ପରିବର୍ତ୍ତନଶୀଳ ହେତୁ ସାହିତ୍ୟର ସଂଜ୍ଞା ନିରୂପଣ କରିବା ମନୁଷ୍ୟ ପକ୍ଷରେ ଅସମ୍ଭବ। ସାହିତ୍ୟକୁ ନେଇ ଅନେକ ଦାର୍ଶନିକମାନେ ମଧ୍ୟ ଅନେକ ସଂଜ୍ଞା ଦେଇଛନ୍ତି। ସେ ମଧ୍ୟରୁ ପ୍ଲାଟୋଙ୍କ ମତରେ ଜୀବନ ଓ ଜଗତର ଅନୁକରଣ ହେଉଛି ସାହିତ୍ୟ। ପି.ବି. ଶେଲିଙ୍କ ମତରେ ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ। ଇମର୍ସନଙ୍କ ମତରେ ସାହିତ୍ୟ ହେଉଛି ଶୁଭଚିନ୍ତନର ଗନ୍ତାଘର। କହିବାକୁ ଗଲେ ଆକାଶର ଆକାରକୁ ଯେଉଁଭଳି ଭାବରେ ଆକଳନ କରିବା ଅସମ୍ଭବ, ସେହିଭଳି ସାହିତ୍ୟର ଆକାର ମଧ୍ୟ ପରିବ୍ୟାପ୍ତ। ସାହିତ୍ୟ ସୀମା ନିର୍ଦ୍ଧାରଣ କରିବା ଆମ ପକ୍ଷରେ ଅସମ୍ଭବ। ସେଥିଲାଗି ଆମେ ଯେତିକି ସାହିତ୍ୟକୁ ବୁଝି ଗ୍ରହଣ କରିପାରିଛୁ, ତାହା ହିଁ ଆମ ପାଇଁ ଯଥେଷ୍ଟ। ଆଶା ସାହିତ୍ୟ କ'ଣ ଆପଣମାନେ ସମସ୍ତେ ବୁଝିବାକୁ ପ୍ରୟାସ କରିବେ। ଧନ୍ୟବାଦ।